ଗାଜର ହାଲୁଆ ତ ଆପଣ ନିଶ୍ଚୟ ବନେଇଥିବେ ଆଉ ଖାଇଥିବେ। କେବେ ଏଇ ଗାଜରର ଗୁଲାବ ଜାମୁନଟି ବନେଇକି ଦେଖନ୍ତୁ। ଆପଣଙ୍କୁ ବହୁତ ହି ବଢିଆ ଲାଗିବ। ଆଉ ଏଇ ନୂଆ ବର୍ଷରେ ଆପଣଙ୍କ ଘରକୁ ଗେଷ୍ଟ ଆସୁଥିଲେ ଏଇ ଡେଜର୍ଟଟି ବନେଇକି ଖୁଆନ୍ତୁ। ସମସ୍ତେ ବହୁତ ପ୍ରଶଂସା କରିବେ। ଭିଡିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦିଅନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ପ୍ରତିଟି ଷ୍ଟେପ୍ ଫଲୋ କରନ୍ତୁ। ଆପଣଙ୍କର ବି ଏମିତି ପରଫେକ୍ଟ ରେସିପିଟି ଗାଜରର ଗୁଲାବ ଜାମୁନ ବନେଇବା ପାଇଁ ମୁଁ ଏମିତି ରେଡ୍ କଲରର ଗାଜର ବି ମାର୍କେଟରେ ମିଳୁଛି ସେଇଟା ନେଇଛି। ମାର୍କେଟରେ ଅରେଞ୍ଜ କଲରର ବି ଗୋଟେ ଗାଜର ମିଳେ ଟିକେ ଛୋଟ ସାଇଜର, ସେଇଟା ବିଲକୁଲ ବି ନେବେନି। ଟେଷ୍ଟ ଜମା ବି ଭଲ ଆସିବନି। ଏଇ ଗାଜରଟି ଟିକେ ମିଠା ଥାଏ ଆଉ ଆର ସ୍ମେଲ ବି ବହୁତ ବଢିଆ ଲାଗେ। ଆପଣ ଏଇ ଗାଜର ହିଁ ବ୍ୟବହାର କରିବେ। ମୁଁ ଏଇ ଗାଜରରୁ ଦିଟା ନେଇଛି। ତାକୁ ଏମିତି ଭଲସେ ପିଲ୍ କରିଦେଇ ଗାଜର ହାଲୁଆ ପାଇଁ ଆମେ ଯେମିତି ଗ୍ରେଟ୍ କରୁଛେ ସେଇ ଗ୍ରେଟ୍ କରିବା ଆଦୌ ଦରକାର ନାହିଁ। ଆମେ ଏମିତି ସାଇଜର କାଟିଦବା, ପୁରା ରଫଲି କାଟିବା। ସାଇଜ ବି ଆମର ପୁରା ପରଫେକ୍ଟ ହବା କିଛି ବି ଦରକାର ନାହିଁ, କାରଣ ତାକୁ ଆମର ଗ୍ରାଇଣ୍ଡିଙ୍ଗ କରିବାର ଅଛି। ଏଠି ମୁଁ ଦିଟା ରେଡ୍ କଲରର ଗାଜର ନେଇଛି ଆଉ ସେଇ ଗାଜରକୁ ଏମିତି ସାଇଜର ମୁଁ କାଟି ଦେଇଛି। ଆପଣ ଅଧିକ ଗୁଲାବ ଜାମୁନ ବନେଇବାକୁ ଚାହୁଁଥିଲେ ଗାଜରକୁ କମ ବେଶୀ ବି କରିପାରିବେ। ଏଠି ମୁଁ ମିଠା ପାଇଁ ଡେଟ୍ସ ର ୟୁଜ କରିଛି ବା ଖଜରାର ୟୁଜ କରିଛି। ଆପଣ ଚାହିଁଲେ ଏଠି ଚିନି କିମ୍ବା ଗୁଡର ବି ବ୍ୟବହାର କରିପାରିବେ। ମୁଁ ଆଗକୁ ଚିନିର ବ୍ୟବହାର କରିଛି, କିନ୍ତୁ ଏଇ ଗୁଲାବ ଜାମୁନରେ ମୁଁ ଡେଟ୍ସ ର ବ୍ୟବହାର କରିଛି। ଏଠି ମୁଁ 15ରୁ 17ଟି ଡେଟ୍ସ ର ମଞ୍ଜି କାଢିକି ନେଇଯାଇଛି। ମଞ୍ଜି କାଢିବା ନିହାତି ଦରକାର, ନହେଲେ ସେଟା ଆମର ଗ୍ରାଇଣ୍ଡିଙ୍ଗ କଲା ବେଳେ ପ୍ରୋବ୍ଲେମ ପଳେଇ ଏଠି ମୁଁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ଆମର କାଟିକି ରଖିଥିବା ଗାଜର ଆଉ ଡେଟ୍ସ କୁ ନେଇଯାଇଛି। ଭଲସେ ସ୍ମୁଥଲି ଗ୍ରାଇଣ୍ଡିଙ୍ଗ ହବା ପାଇଁ ଏଠି ମୁଁ ହାଫ୍ କପ୍ ର କ୍ଷୀର ନେଇଛି। ଆପଣ ପାଣିର ବ୍ୟବହାର ଜମା ବି କରିବେନି। ଯାହା ବି ଦରକାର ହବ ଆପଣ କ୍ଷୀରର ହିଁ ବ୍ୟବହାର କରିବେ, ସେଥିରେ ଟେଷ୍ଟ ବଢିଆ ଆସିବ। ଦେଖନ୍ତୁ ଏଠି ମୁଁ ପୁରା ଫାଇନଲି ପେଷ୍ଟ ବନେଇ ଦେଇଛି। ଦେଖନ୍ତୁ ଆମର ଏଇ କନସିଷ୍ଟେନ୍ସି ହିଁ ରଖିବାର ଅଛି। ଯଦି ଟିକେ ବି ଥିକ୍ ହେଇଯାଉଛି ଆଉ ଭଲସେ ଗ୍ରାଇଣ୍ଡିଙ୍ଗ ହେଇପାରୁନି, ତାହେଲେ ଆପଣ ଆଉ ଟିକେ କ୍ଷୀରର ବି ବ୍ୟବହାର କରିପାରିବେ। ଏଠି ମୁଁ ଗୋଟେ କରେଇ ନେଇଯାଇଛି। ସେଇ କରେଇରେ ଆମର ବାଟିକି ରଖିଥିବା ଗାଜର ଆଉ ଖଜରାକୁ ନେଇଯାଇଛି। ସେଠି ମୁଁ ହାଫ୍ କପ୍ ର ସୁଜି ୟୁଜ କରିଛି ଆଉ ଗୋଟେ ଟେବଲ ସ୍ପୁନ ଗୁଆ ଘିଅ ୟୁଜ କରିଛି। ସୁଜିଟା ଆମର ଏଇ ବ୍ୟାଟରଟାକୁ ଭଲସେ ୱାଇଣ୍ଡିଙ୍ଗ କରିବ ଆଉ ଘିଅଟା ଆମର କରେଇରେ ଚିପକିବନି। ବଢିଆ ସେ ସ୍ମୁଥ ସିଲ୍କି ର ଗୋଟେ ଡୋଟେ ବନିକି ରେଡି ହେଇ ଏବେ ଆମେ ଏମିତି କରେଇରେ ଲୋ ଟୁ ମିଡିୟମ ଫ୍ଲେମରେ ଏଇଟାକୁ ଭଲସେ ତାକୁ ମିକ୍ସ କରିବା, ଯେମିତି ଆମର ବ୍ୟାଟରଟା ଟିକେ ଥିକ୍ ହେଇଯିବ ଆଉ ଗୋଟେ ଡୋର ସେପରେ ପଳେଇ ଆସିବ, ଯୋଉଟା କି ଆମେ ହାତରେ ତାକୁ ଗୋଟେ ସେପ୍ ଦେଇପାରିବା ଗୁଲାବ ଜାମୁ। ବିଲିଭ୍ କରନ୍ତୁ ଏଇ ରେସିପିଟା ଜମା ବି କଷ୍ଟ ଲାଗିବନି, ବହୁତ ଇଜିଲି ବନିଯିବ ଆଉ ଖାଇବାକୁ ବି ବହୁତ ହି ଟେଷ୍ଟି ଲାଗିବ। ଯୋଉମାନେ ଗୁଲାବ ଜାମୁନ ପସନ୍ଦ କରନ୍ତି ସେମାନଙ୍କୁ ବି ତ ବହୁତ ବଢିଆ ଲାଗିବ, ଆଉ ଯୋଉମାନେ ଗୁଲାବ ଜାମୁନ ଖାଆନ୍ତିନି ତାଙ୍କୁ ତ ବି ବହୁତ ବଢିଆ ଲାଗିବ, କାରଣ ଏଇଟା ଆମର ଛଣା ହଉନି, ଏଇଟା ଟିକେ ହେଲ୍ଦି ବି। ଦେଖନ୍ତୁ ଆମର ବ୍ୟାଟରଟା ଠିକ୍ ହେଇଗଲା ପରେ ମୁଁ ତାକୁ ଗୋଟେ ପ୍ଲେଟକୁ କାଢି ଦେଇକି ରଖିଦେଇଛି ଥଣ୍ଡା ହବା ପାଇଁ। ଏଠି ସେମ୍ କରେଇକୁ ଧୋଇ ଦେଇଛି। ସେଥିରେ ମୁଁ 1.5 କପ୍ ର କ୍ଷୀର ନେଇଛି। ଆପଣ ଆପଣଙ୍କର ଗୁଲାବ ଜାମୁନକୁ ଚାହିଁକି ନେଇପାରିବେ, କିନ୍ତୁ ଏଠି ଆମର ବେଶୀ ଦରକାର ନାହିଁ କ୍ଷୀର। ଆମେ ଗୋଟେ ବନଉ ରସମଲେଇର ରସବଳି, ସେଥିପାଇଁ ମୁଁ ଏଠି 1.5 କପ୍ କ୍ଷୀର ନେଇଛି ଆଉ ହାଫ୍ କପ୍ ମିଲ୍କ ପାଉଡର ଆଡ୍ କରିଛି। ଏଠି ମୁଁ ଅମୁଲ କମ୍ପାନୀର ନେଇଛି, ଆପଣ ଯୋଉ ବି କମ୍ପାନୀର ନେଇପାରିବେ। ଆମର ଏଇ ରସଟାକୁ ଟିକେ ଥିକ୍ ବନେଇବା ପାଇଁ ଆଉ ଭଲସେ ଫ୍ଲେଭରଫୁଲ କରିବା ପାଇଁ ସେଠି ମୁଁ ଗୋଟେ ଟି ସ୍ପୁନ ର ଗୁଜୁରାତି ଗୁଣ୍ଡ ନେଇଯାଇଛି ଆଉ କିଛିଟି କେଶର ଦେଇଛି, ଯୋଉଟା କି ବଢିଆ ଆମର ଫ୍ଲେଭର ଆସିବ ଆଉ କେଶରର କଲର ବି ଟିକେ ଟିକେ ୟେଲୋଇଶ ଆସିବ। ସେଇଟା ଫୁଟିଗଲା ପରେ ବହୁତ ହି ଟେଷ୍ଟି ଲାଗିବ ଆଉ ତା ସ୍ମେଲ ଟା ବି ବହୁତ ବଢିଆ ଲାଗିବ। ଏଠି ଆମେ କ୍ଷୀରଟାକୁ ଫୁଟିକି ଟିକେ ଥିକ୍ ହବା ପାଇଁ ଛାଡିଦବା। ଏପଟେ ଆମର ଥଣ୍ଡା ହେଇଗଲାଣି ଡୋଟା। ହାତରେ ଟିକେ ଘିଅ ନେଇଯିବା। ଘିଅ ନେଇକି ଆମେ ଆମର ଗୋଲାପ ଜାମୁନର ସେପ୍ ଦେଇଦବା। ଆପଣ ଏଠି ଛୋଟ ବଡ ଯାହା ଚାହିଁଲେ ବନେଇ
ମୁଁ ଏଠି ମାର୍କେଟରେ ମିଳୁଥିବା ଗୁଲାବ ଜାମୁନର ସେପ୍ ଦେଇଛି। ଏଠି ଦେଖନ୍ତୁ ବହୁତ ଇଜିଲି ବନି ଯାଉଛି। ଆପଣଙ୍କର ଯଦି ଏଇ ଡୋଟା ଭଲସେ ହଉନଥିବ ତାହେଲେ ଦରକାର ଅନୁଯାୟୀ ଆପଣ ଆଉ ଟିକେ ସୁଜି ବି ଦେଇପାରିବେ ତାକୁ ଥିକ୍ ବନେଇବା ପାଇଁ। ଏଠି ଦେଖନ୍ତୁ କେତେ ପରଫେକ୍ଟଲି ବନିଛି। ଏମିତି ଗୋଟେ ପରେ ଗୋଟେ ଆମେ ବନେଇକି ଆମର ଗୁଲାବ ଜାମୁନ ଗୁଡିକ ଆଗ ରଖ। ଏଠି ଦେଖନ୍ତୁ କଲରଟା ବି ବହୁତ ହି ବଢିଆ ଆସିଛି, ପୁରା ପରଫେକ୍ଟ ଆସିଛି। ବହୁତ ବଢିଆ ଦେଖାଯାଉଛି କଲରଟା। ଏଠି ମୁଁ ଗୋଟେ ପରେ ଗୋଟେ ଗୁଲାବ ଜାମୁନ ଆଗ ବନେଇକି ରଖି ଦଉଛି। ଏପଟେ ଦେଖନ୍ତୁ ଆମର ଠିକ ହେଇଗଲାଣି ଆମର କ୍ଷୀରଟା ଯୋଉଟା ଆମେ କରେଇରେ ବସେଇଥିଲେ ସେଇଟା ବଢିଆ ସେ ହେଇଗଲାଣି ଆଉ ଫୁଟି ବି ଗଲାଣି। ଏବେ ଆମର ଗୁଲାବ ଜାମୁନ ବଲ୍ ଗୁଡିକ ଯୋଉଥିରେ ରଖିବା ଆମେ ସେଇଥିରେ ଆମର ତାକୁ ଟ୍ରାନ୍ସଫର କରି ଆପଣ ଚାହିଁଲେ ଏଇ ଷ୍ଟେଜରେ ବି ଖାଇପାରିବେ, କାରଣ ଆମେ ଖଜରାର ୟୁଜ କରିଛେ ଯୋଉଟା କି ମିଠା ବି ଲାଗିବ। ଆପଣ ଚାହିଁଲେ ଏମିତି ବି ଖାଇପାରିବେ, କିନ୍ତୁ ରସାବଳୀର ରସ ସହିତ ଖାଇବାକୁ ଏଇଟା ଆହୁରି ଟେଷ୍ଟି ଲାଗିବ। ମୋର ଏଠି ଦିଟା ଗାଜରରେ 12 ରୁ 15ଟି ଗୁଲାବ ଜାମୁନ ବନିଛି। ଆପଣ ଆପଣଙ୍କ କ୍ୱାଣ୍ଟିଟି ଅନୁସାରେ ଗାଜର ଆଉ ଖଜରା ଆଉ ଚିନିର ବି ବ୍ୟବହାର କରିପାରିବେ। ଏଠି ଦେଖନ୍ତୁ ମୁଁ ଯୋଉଥିରେ ତାକୁ ରଖିବି ଷ୍ଟୋର କରିକି ଫ୍ରିଜରେ, ସେଇଥିରେ ମୁଁ ଆଗ ଗୁଲାବ ଜାମୁନର ବଲ୍ ଗୁଡିକୁ ରଖି ଦଉଛି, କାରଣ ଏଇଟା ଫ୍ରିଜରେ ରଖିଲା ପରେ ହିଁ ଖାଇବାକୁ ବହୁତ ହି ବଢିଆ ଲାଗେ। ଏଇ ନୂଆ ବର୍ଷରେ ଆପଣ ଏଇ ଡେଜର୍ଟଟି ନିଶ୍ଚୟ ବନାନ୍ତୁ ଆଉ ଘରକୁ ଗେଷ୍ଟ ଆସୁଥିଲେ ତାଙ୍କୁ ବନେଇକି ଫ୍ରିଜରୁ ଥଣ୍ଡା ଥଣ୍ଡା କାଢିକି ସର୍ଭ କରନ୍ତୁ। ସମସ୍ତେ ବହୁତ ପ୍ରଶଂସା କରିବେ। ଆମ ଘରେ ବି ଏଇଟା ସମସ୍ତଙ୍କୁ ବହୁତ ବଢିଆ ଲାଗିଲା। ସେଥିରେ ମୁଁ ଲାଷ୍ଟକୁ କାଟିକି ରଖିଥିଲି ଡ୍ରାଏ ଫ୍ରୁଟ୍ସ ପକେଇ ଦେଇଛି। ଆପଣ ଡ୍ରାଏ ଫ୍ରୁଟ୍ସ ଭାଜିକି ବି ନେଇପାରିବେ। ଏଠି ଦେଖନ୍ତୁ କେତେ ବଢିଆ ଦେଖାଯାଉଛି। ଯେମିତି ଦେଖାଯାଉଛି ସ୍ୱାଦ ବି ଠିକ ସେମିତି ବହୁତ ହି ଟେଷ୍ଟି ଲାଗିବ। ନିଜେ ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ।